ଅନେକ ଲୋକ କୌଣସି ଏକ ଦୁଃଖଦାୟକ ସମସ୍ୟାର ସମ୍ମୁଖୀନ ହେବା ବେଳେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇ କହନ୍ତି, ଈଶ୍ୱର କଦାପି ଆମେ ସହ୍ୟ କରିପାରୁନଥିବା ଦୁଃଖ ଆମକୁ ଦିଅନ୍ତି ନାହିଁ। ଏହି ଉକ୍ତିଟି ଦୁଃଖ ମଧ୍ୟ ଦେଇ ଗତି କରୁଥିବା ସେହି ବ୍ୟକ୍ତିଙ୍କ ନିମନ୍ତେ ଅଧିକ ଯନ୍ତ୍ରଣାଦାୟକ ମନେ ହୋଇଥାଏ। ହୁଏତ ସେମାନେ କହିପାରନ୍ତି, ଈଶ୍ୱର ମୋତେ ଏହି ଯନ୍ତ୍ରଣା ଦେଇଛନ୍ତି କାରଣ ମୁଁ ଅଧିକ ବଳିଷ୍ଠ, ମୋତେ ଆଉ ଅଧିକ ବଳିଷ୍ଠ ହେବାର ଆବଶ୍ୟକତା ନାହିଁ। ଏହି ସମ୍ବନ୍ଧରେ ବାଇବଲର ଗୋଟିଏ ପଦ ମୋର ମନେ ପଡ଼ିଯାଏ। ପଦଟି ହେଉଛି, କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେନି, ମାତ୍ର ଯେପରି ତୁମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାର ପଥ ମଧ୍ୟ ପ୍ରସ୍ତୁତ କରିବେ। ପ୍ରିୟ ବନ୍ଧୁ, ଏହି ପଦର ଦ୍ୱିତୀୟ ଅଂଶଟି ଅର୍ଥାତ୍ ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାର ପଥ ମଧ୍ୟ ପ୍ରସ୍ତୁତ କରିବେ, ଏହା ଏକ ଭିନ୍ନ ଭାବ ପ୍ରକାଶ କରେ। ତାର ଅର୍ଥ ମଧ୍ୟ ଅଧିକ ଗଭୀର। ଈଶ୍ୱର ଆମ ଜୀବନରେ ପ୍ରତିକୂଳ ପରିସ୍ଥିତି ଆଣିଥାନ୍ତି। ଆମର ପରୀକ୍ଷା ପ୍ରଲୋଭନ ଏକ ସାଧାରଣ ଅନୁଭୂତି, ଆଉ ଏହା ମଧ୍ୟ ଆମକୁ ଆଶ୍ୱାସନା ପ୍ରଦାନ କରିଥାଏ। ସହାନୁଭୂତି ଏବଂ ସଂଗ୍ରାମ ଆମ ଜୀବନରେ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରେ। ଅନେକ ସମୟରେ ଆମେ ନିଜର ଶକ୍ତି ଓ ସାମର୍ଥ୍ୟଠାରୁ ଅଧିକ ମାତ୍ରାରେ ପରୀକ୍ଷିତ ହୋଇଥାଉ। ବେଳେବେଳେ ଆମେ ଜୀବନର ପରୀକ୍ଷା ଦ୍ୱାରା ମ୍ରିୟମାଣ ହୋଇପଡ଼ୁ, ଆଉ କେତେବେଳେ ଏହା ଆମର ସହ୍ୟ କରିବାର ଶକ୍ତିଠାରୁ ଅଧିକ ହୋଇପଡ଼େ। ଏହି ପଦକୁ ବୁଝିବା ଦ୍ୱାରା ଈଶ୍ୱର ଆମକୁ ସହିଷ୍ଣୁ ହେବା ନିମନ୍ତେ ଅଧିକ ସାମର୍ଥ୍ୟ ପ୍ରଦାନ କରନ୍ତି। ଈଶ୍ୱରଙ୍କ ଜଣେ ଦାସ ଆମକୁ ଆଶ୍ୱାସନା ଦେଇ କହନ୍ତି, ଆମେ ନିଜର ଶକ୍ତିଠାରୁ ଅଧିକ ମାତ୍ରାରେ ପରୀକ୍ଷିତ ହେବା ବେଳେ ଈଶ୍ୱର ଆମ ପାଇଁ ଏକ ପଥ ପ୍ରସ୍ତୁତ କରନ୍ତି। ସେହି ନୂତନ ପଥ ଏକ ନୂତନ ଦିନର ଆଲୋକ ମଧ୍ୟକୁ କଢ଼େଇ ନିଏ। ପ୍ରିୟ ବନ୍ଧୁ, ଜୀବନ କଷ୍ଟକର ହେଲେ ମଧ୍ୟ ଈଶ୍ୱର ନୂତନ ପଥ ଯୋଗାନ୍ତି।